ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ 264ତମ ଜନ୍ମ ଜୟନ୍ତୀ ପାଳନ। ଭୁବନେଶ୍ୱର ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ 264ତମ ଜନ୍ମ ଜୟନ୍ତୀ ଗ୍ରାମ ବାଲିଆ ବରୀ ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ତାଙ୍କର ଜନ୍ମ 1760ରେ ସ୍ଥାନ ବାଲିଆ ଯାଜପୁରରେ ହୋଇ 15 ଜୁନ 1806ରେ ମାତ୍ର 46 ବର୍ଷରେ ବିୟୋଗ ଘଟିଥିଲା। ତାଙ୍କ ଗ୍ରାମ ପାଖରେ ପ୍ରସିଦ୍ଧ ବୁଦ୍ଧିଷ୍ଟ ରତ୍ନଗିରି ମହାବୀର ବିହାର ରହିଥିଲା। ବାପା ଇନ୍ଦ୍ରଜିତ ସାମନ୍ତ ସିଂହାରଙ୍କ ପିଲା ନଥିଲେ। ଅଭିମନ୍ୟୁଙ୍କ ଜନ୍ମ ନିମନ୍ତେ ସନ୍ଥ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ସନ୍ଥ ମଧ୍ୟ ତାଙ୍କର ପାଠ ପଢ଼ିବା ଗୁରୁ ଥିଲେ। କବି ତାଙ୍କର ବୟସ 9 ବର୍ଷ ବେଳେ ପ୍ରଥମ କବିତା ଲେଖିଥିଲେ। କବିତାଟି ହେଉଛି କରମଙ୍ଗା ଗଛ ଛାଇ ଗୋ ମୋର ହୁ ଗୋ, କରମ ଯାହାର ସଫଳ ହୋଇବ କୃଷ୍ଣଙ୍କୁ ଲଭିବ ସେଇ ଗୋ ମୋର ହୁ ଗୋ। ବିଦଗ୍ଧ ଚିନ୍ତାମଣି ତାଙ୍କର ସର୍ବଶ୍ରେଷ୍ଠ କୃତି ଯେ ପ୍ରାୟ 100ଟି ରାଗ ତାଙ୍କ ଛାନ୍ଦ ଗୁଡ଼ିକରେ ବ୍ୟବହାର କରୁଥିଲେ। ସେ ବିଦଗ୍ଧ ଚିନ୍ତାମଣି ଲେଖିବା ସହ ପ୍ରେମ ଚିନ୍ତାମଣି, ପ୍ରେମ କଳା, ରାସବତୀ, ସୁଲକ୍ଷଣା, ପ୍ରେମ ତରଙ୍ଗିଣୀ, ବାଘ ଗୀତ, ଚଢ଼େଇ ଗୀତ ଗୁଡ଼ିକ ପ୍ରମୁଖ ସ୍ଥାନ ଅଧିକାର କରିଥିଲେ। ଆଜିର ଏହି ଜୟନ୍ତୀ ପାଳନ ଅବସରରେ ଭୂମିପୁତ୍ରୀ ବରେଣ୍ୟ ବିଧାୟିକା ସୁନନ୍ଦା ଦାସ ବରୀ ଉଦ୍ଘାଟକ ଭାବେ ଏବଂ ସେବକ ଶ୍ରୀ ଜଗନ୍ନାଥ ମନ୍ଦିରର ପୁରୀ ଶ୍ରୀ କୀର୍ତ୍ତି ପ୍ରକାଶ ଦାସ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଡକ୍ଟର ନାରାୟଣ ମହାପାତ୍ର ସମ୍ମାନିତ ଅତିଥି, ପ୍ରବକ୍ତା ଶ୍ରୀ ଭାସ୍କର ବେହେରା ବକ୍ତା ଭାବେ, ଅକ୍ଷୟ କୁମାର ସାହୁ ଅତିଥି ଭାବେ ଓ ବିଦଗ୍ଧ କବିଙ୍କ ପରିବାରର ମୁଖ୍ୟମାନେ ଯୋଗ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ଝିଅ ଓ ପୁଅମାନଙ୍କୁ ପୁରସ୍କୃତ କରାଯାଇଥିଲା। କବିଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରୟାସ କରିବାକୁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା।